ହରେଇବା ଲୋକ ଯଦି ନିଜର ହୁଏ ତ ସମ୍ଭାଳିବାକୁ ବହୁତ ସମୟ ହିଁ ଲାଗିବ। କାହାକୁ ବାଧ୍ୟ କରନି କି ସେ ତୁମ ସହ କଥା ହେଉ ବୋଲି। କିଛି ଦିନ ଚୁପ୍ ରହିକି ତ ଦେଖ, ତାଙ୍କ ଜୀବନରେ ତୁମର ମୂଲ୍ୟ କେତେ ସେ ନିଜେ ହିଁ ଜାଣିପାରିବେ। ପିଲାଦିନ କେତେ ଭଲ ଥିଲା ନା? ସେତେବେଳେ ଆମର ଖେଳନା ହିଁ ଆମ ଜୀବନ ଥିଲା। ଆଉ ଏବେ ଆମ ଜୀବନ ହିଁ ଗୋଟିଏ ଖେଳନା ହୋଇଯାଇଛି। ଏହି ଦୁନିଆରେ ସବୁକିଛି ସମ୍ଭବ ଅଟେ, କେବଳ ନିଜ ଉପରେ ଭରସା ଥିବା ହିଁ ଦରକାର। ଦୁନିଆରେ କିଛି ଲୋକ ଏମିତି ବି ଅଛନ୍ତି ଯିଏକି ଆମ ସାମ୍ନାରେ କେବଳ ଆମର ହେବାକୁ ହିଁ ଚେଷ୍ଟା କରିଥାନ୍ତି। ଏଠି ସମସ୍ତେ ତ ନିଜର ଭଳି ଲାଗନ୍ତି, ହେଲେ ପ୍ରକୃତରେ ନିଜର କିଏ ଆଉ ପର କିଏ ତାହା ଆମକୁ ସମୟ ଜଣେଇ ଦିଏ। ଏଠି ସଚ୍ଚା ଭଲପାଇବା ପାଇଁ କାହା ପାଖରେ ବି ଟାଇମ୍ ନାହିଁ, କାରଣ ଏଠି ସମସ୍ତେ ସ୍ୱାର୍ଥପର ହିଁ ହୋଇଥାନ୍ତି। କେବଳ ସେମାନେ ନିଜର ସ୍ୱାର୍ଥ ପାଇଁ ହିଁ ଲଢ଼ିଥାନ୍ତି, ଆଉ ଅନ୍ୟର ସ୍ୱାର୍ଥ ପଡ଼ିଲେ ସେମାନେ ଛାଡ଼ି ପଳାନ୍ତି। ଜୀବନ ହେଉଛି ଏକ ଆଗାମୀ ପୁସ୍ତକ ପରି। ଆଗାମୀ ପୃଷ୍ଠାରେ କ'ଣ ଲେଖା ଅଛି ତାହା କାହାକୁ ବି ଜଣା ନଥାଏ। ସେଥିପାଇଁ ଜୀବନକୁ ହସ ଖୁସିରେ ବଞ୍ଚିବା ଶିଖନ୍ତୁ। ଭୁଲକୁ ଭୁଲିଯାଅ, କିନ୍ତୁ ସେ ଭୁଲ ଯାହା ଶିକ୍ଷା ଦେଇଯାଇଛି ତାକୁ କେବେ ବି ଭୁଲ ନାହିଁ। ଯେଉଁ କଷ୍ଟ ଆଖିକୁ ଦେଖାଯାଏ ନାହିଁ, ସେହି କଷ୍ଟ ମଣିଷକୁ ବହୁତ ସାରା କଷ୍ଟ ଦେଇଥାଏ। ସବୁବେଳେ ନିଜକୁ ଏମିତି ଗଢ଼, ଜଣେ ତମକୁ ଛାଡ଼ି ଦେଇପାରିବ କିନ୍ତୁ କେବେ ବି ଭୁଲି ପାରିବ ନାହିଁ। ଭଗବାନ କିଛି ସମ୍ପର୍କ ଆଗରୁ ଦେଇଥାନ୍ତି, ହେଲେ ଅନ୍ୟ କିଛି ସମ୍ପର୍କ ଆମେ ନିଜେ ହିଁ ପୃଥିବୀ ପୃଷ୍ଠକୁ ଆସି ଆମେ ଗଢ଼ିଥାଉ। ମନକୁ ସବୁବେଳେ ପବିତ୍ର ରଖନ୍ତୁ, କାରଣ ଜୀବନର ଶେଷ ହିସାବ ଅର୍ଥରେ ନୁହେଁ, ବରଂ କର୍ମରେ ହୋଇଥାଏ। ସମୟ ଯେତେବେଳେ ଭଲ ଥାଏ ନା, ସେତେବେଳେ ଶତ୍ରୁ ବି ବନ୍ଧୁ ହୋଇଯାଏ, ଆଉ ସମୟ ଯେତେବେଳେ ଖରାପ ଥାଏ ନା, ସେତେବେଳେ ବନ୍ଧୁ ବି ଶତ୍ରୁ ହୋଇଯାଏ। ହୃଦୟ ତ ସମସ୍ତଙ୍କୁ ସବୁବେଳେ ବିଶ୍ୱାସ କରିନିଏ, ସେଥିପାଇଁ ତ ସେ ସବୁବେଳେ କଷ୍ଟ ହିଁ ପାଇଥାଏ। ଏହି ସ୍ୱାର୍ଥପର ଦୁନିଆ କେବଳ ନିଜର ମତଲବକୁ ହିଁ ଭଲ ପାଏ, ସଚ୍ଚା ହୃଦୟକୁ ନୁହେଁ। ଯେବେ ଶରୀରରୁ ମିଳୁଥିବା ଯନ୍ତ୍ରଣା ଆଉ ଶବ୍ଦରୁ ମିଳୁଥିବା ଆଘାତକୁ ସହିବା ଶିଖିଯିବେ ନା, ତେବେ ଆପଣ ସେତେବେଳେ ହିଁ ନିଜର ଜୀବନକୁ ଜୀଇଁବା ଶିଖିଯିବେ। ମରଣଠାରୁ ସବୁଠୁ ଭୟଙ୍କର ପ୍ରେମ ହୋଇଥାଏ, କାହିଁକି ନା ଜୀବନରେ ମରଣ ଥରେ ଆସେ, କିନ୍ତୁ ପ୍ରେମ କଲେ ମଣିଷ ଅଳ୍ପ ଅଳ୍ପ କରି କିଛି ଦିନ ମରିବାକୁ ପଡ଼ିଥାଏ। କିଛି ସମ୍ପର୍କ ଯେଉଁ ଅବସ୍ଥାରେ ଥାଏ ତାକୁ ସେହି ଅବସ୍ଥାରେ ଛାଡ଼ିଦେବା ବହୁତ ଭଲ। ତାକୁ ସମ୍ଭାଳିବାକୁ ଯାଇ ମଣିଷ ନିଜେ ହିଁ ବର୍ବାଦ ହୋଇଯାଏ। ଧୋକା ହିଁ ଶିଖେଇ ଦେଇଛି, ଏଠି ଭଲ ହେବାର ସମସ୍ତେ ଅଭିନୟ କରିଥାନ୍ତି, ବାସ୍ତବରେ ସେମାନେ ନିଜର ସ୍ୱାର୍ଥର ଗୋଲାମ ହୋଇଥାନ୍ତି। ଲୁହ ତ କେବଳ ତା ଆଖିରେ ଥାଏ ଯିଏ ପ୍ରକୃତ ପ୍ରେମକୁ ଫିଲ୍ କରିଥାଏ। ସ୍ୱାର୍ଥ ପାଇଁ ସମ୍ପର୍କ ରଖୁଥିବା ଲୋକଙ୍କ ଆଖିରେ ତ ଲୁହ ଥାଏ ନା ଲାଜ ଥାଏ? ସମ୍ପର୍କଟି ସେତେବେଳେ ଝାଉଁଳି ଯାଏ ଯେବେ ଦୁଇ ଜଣଙ୍କ ଝଗଡ଼ାରେ ତୃତୀୟ ଜଣ ଆସିକି ସମାଧାନ କରିଥାଏ। ଏ ଦୁନିଆରେ ଯିଏ ଯାହାର ଖୁସି ଦେଖିବାକୁ ଚାହିଁଥାଏ ନା, କାହିଁକି କେଜାଣି ଭଗବାନ ଅଧିକ ଦୁଃଖ ତାକୁ ହିଁ ଦେଇଥାନ୍ତି। ସମସ୍ତଙ୍କ ଜୀବନରେ ଏମିତି ଜଣେ ସ୍ପେଶିଆଲ ମଣିଷ ନିଶ୍ଚୟ ଥାଏ, ଯାହା ସହ କେତେ କଥା ହେଲେ ବି କଥା ସରେ ନାହିଁ, ଆଉ ମନ ବି ଭରେ ନାହିଁ। ବହୁତ ବଡ଼ ଅଜବ ଏ ଦୁନିଆ। ଏଠି ମିଛ ନୁହେଁ,
ସତ କହିଲେ ମଧ୍ୟ ସମ୍ପର୍କ ଭାଙ୍ଗିଯାଏ। ଦୁନିଆରେ ପ୍ରେମର ଅନୁଭବ ସତରେ ନିଆରା ହିଁ ହୋଇଥାଏ। ପ୍ରେମ ପାଖରେ ଥିଲେ ବି ଭାବନାରେ ପାଖରେ ଥିଲା ବୋଲି ଜଣା ପଡ଼ିଥାଏ। ଆମ ପାଖରେ ଯାହା ନାହିଁ ତାକୁ ନେଇ ଚିନ୍ତା କରିକି କିଛି ଲାଭ ହିଁ ନାହିଁ। ବରଂ ଈଶ୍ୱର ଆମକୁ ଯାହା ଦେଇଛନ୍ତି ତାକୁ ନେଇ ଜୀବନରେ ଖୁସିରେ ରହିବା ହିଁ ଦରକାର। ଆଜିର ଦୁନିଆରେ କେବଳ ପାର୍ଥକ୍ୟ ହେଉଛି ଏତିକି, ବହି ଯେତେବେଳେ ଆମକୁ ଶିକ୍ଷା ଦେଇଥାଏ ନା, ସେତେବେଳେ ନିଦ ଆସିଯାଏ, ଆଉ ଜୀବନ ଯେତେବେଳେ ଶିକ୍ଷା ଦେଇଥାଏ ସେତେବେଳେ ଆମର ନିଦ ଉଡ଼ି ଯାଇଥାଏ। ଯେଉଁ ଲୋକ ହୃଦୟରୁ ସଫା ହୋଇଥାଏ ସେମାନେ ବହୁତ କମ୍ ଲୋକଙ୍କର ହିଁ ଖାସ୍ ହୋଇଥାଏ। ଏହି ଦୁନିଆରେ ଅଚିହ୍ନା ରହିବା ହିଁ ଠିକ୍ ଅଟେ, କାରଣ ଏଠି ଲୋକ ନିଜର କରିକି ହିଁ ବହୁତ କଷ୍ଟ ଦେଇଥାନ୍ତି। ଲୋକମାନେ ହୁଏତ ନାଁରେ ସମସ୍ତଙ୍କୁ ଚିହ୍ନିଥାନ୍ତି, କିନ୍ତୁ ମନେ ରଖିଥାନ୍ତି ମଣିଷର ସ୍ୱଭାବକୁ। ତୁମେ ଖାଲି ଟଙ୍କା ରୋଜଗାର କର, ଲୋକେ ତମ ସହିତ ସମ୍ପର୍କ ନିଜେ ନିଜେ ବନେଇବେ। ଜୀବନରେ ଯଦି ଗୋଟିଏ ଦିନ ନିଜ ଉପରେ ନିଜେ ଗର୍ବ କରିବାକୁ ଚାହୁଁଛ, ତେବେ ତୁମେ କେବେ ହେଲେ ବି ହାର ମାନ ନାହିଁ। କାହିଁକି ନା ତୁମେ ଯେତେ ବି ହାର ମାନିବ ନା, ଲୋକେ ତମକୁ ସେତେ ଡରେଇବାକୁ ଲାଗିବେ। ଜୀବନରେ ତୁମେ ସବୁବେଳେ ଖୁସିରେ ରୁହ, ଆଉ ଅନ୍ୟକୁ ଖୁସିରେ ରଖିବାକୁ ଚେଷ୍ଟା କର। ଦେଖିବ ସବୁବେଳେ ଈଶ୍ୱରଙ୍କ କୃପା ତୁମ ଉପରେ ହିଁ ରହିବ। ଗୋଟିଏ ପ୍ରଜାପତି ପଛରେ ପଡ଼ିକି ଜୀବନ ନଷ୍ଟ କରିବା ଅପେକ୍ଷା ନିଜ ଜୀବନକୁ ଗୋଟିଏ ସୁନ୍ଦର ବଗିଚାଟେ କରି ଗଢ଼ି ତୋଳ। ଦେଖିବ ଗୋଟିଏ କ'ଣ, ହଜାରେ ପ୍ରଜାପତି ତମ ପଛରେ ପଡ଼ିବେ। ସେ ଲୋକ ହିଁ ଏହି ଦୁନିଆରେ ବହୁତ ଖାସ୍ ହୋଇଥାଏ। ଯେଉଁ ଲୋକ ନିଜର ହଜାରେ ଦୁଃଖ ଥାଇକି ବି ସେ ଅନ୍ୟର ଦୁଃଖରେ ସାଥ ଦେଇଥାନ୍ତି। ପ୍ରେମରେ ଯଦି ଲୁହ ଆସିଯାଏ, ତେବେ ଆପଣ ବୁଝିଯାଆନ୍ତୁ ଯେ ପ୍ରେମ ସଚ୍ଚା। ମୃତ୍ୟୁ ଆଉ ପ୍ରେମ ଭିତରେ ଗୋଟିଏ ସମାନତା ଅଛି। ଏ ଦୁହେଁ ଆମକୁ ନ ଜଣେଇ ମଧ୍ୟ ଜୀବନକୁ ଚାଲି ଆସିଥାନ୍ତି। ସ୍ୱପ୍ନ ତାହା ନୁହେଁ ଯାହା ଆମେ ସ୍ୱପ୍ନରେ ଦେଖୁ, ସ୍ୱପ୍ନ ତ ତାହା ହୋଇଥାଏ ଯାହା ଆମକୁ କେବେ ବି ଶୋଇବାକୁ ଦିଏ ନାହିଁ। କେବେ ବି କାହା ଭାବନା ସଙ୍ଗେ ଖେଳିବା କଥା ନୁହେଁ, କାରଣ ହୋଇପାରେ ତୁମେ ସେ ଖେଳ ଜିତିଯିବ, ହେଲେ ସେହି ମଣିଷ ପାଖରେ ତୁମେ ସବୁଦିନ ପାଇଁ ହାରିଯିବ। କାହାକୁ ଫାଇଦା କିମ୍ବା ହାସିଲ କରି ନେବାକୁ ପ୍ରେମ କୁହାଯାଏନି। ମଜା ତ ସେତେବେଳେ ଆସେ ଯେଉଁଠି କିଛି ବି ପାଇବାର ଆଶା ନଥାଏ, ହେଲେ ଭଲ ପାଇବା ନିଶ୍ଚିତ ଥାଏ। କୌଣସି ବ୍ୟକ୍ତିକୁ ଯଦି ଅଧିକ ସୁଧାରିବାକୁ ଚାହିଁବ, ତେବେ ସେ ଆପଣଙ୍କର ଦିନେ ନା ଦିନେ ଶତ୍ରୁ ହୋଇଯିବ। କଥାଟା ଖରାପ ହେଲେ ବି ସତ। ଜୀବନରେ ଖରାପ ସମୟ ସବୁଦିନ ରହିନଥାଏ, ହେଲେ ଖରାପ ସମୟରେ ଯଦି କେହି ବି ଆମ ପ୍ରତି ଖରାପ ବ୍ୟବହାର କରିଥାନ୍ତି, ତାହା ଆମର ସାରା ଜୀବନ ପାଇଁ ମନେ ରହିଯାଏ। ଦୁନିଆରେ ଭଲ ପାଇବା ମାନେ କିଛି ନେବା ନୁହେଁ, କିଛି ଦେବା। ଝିଅମାନେ କେବେ ବି ସେହିଭଳି ପୁଅକୁ ସେତେ ବି ଇମ୍ପୋର୍ଟାଣ୍ଟ ଦେଇନଥାନ୍ତି, ଯିଏ ପୁଅମାନଙ୍କ ପଛରେ ପଡ଼ିକି ତାକୁ ୟୁଜ୍ କରେ ଆଉ ତାକୁ ସାରା ଜୀବନ ମଧ୍ୟ କନ୍ଦାଇଥାଏ।